ବାହାରକୁ ଜମା କରିବନି ତମେ କହ। ସେଦିନ ଦେଖିଲ ରାତିରେ? ହଁ ଦେଖିଲି। ଆରେ ଆକ୍ଚୁଆଲି କଣ ହେଇଛି କହିଲ, ମୁଁ ଅଏଲ ଟା ଲଗଉଛି ହେଲା ସେଠି। କି ଅଏଲ? ଜାପାନୀ ଅଏଲ। ଆଚ୍ଛା, ଲଗେଇଲେ ସେଟା କଣ ହବ? ଜାପାନୀ ଅଏଲ ଲଗେଇଲେ ମାନେ ଆଉ ଟିକେ ଲମ୍ବା ହବ ଆଉ ଟିକେ ମୋଟା ହବ। ଆଚ୍ଛା ଆଚ୍ଛା। ସେଇଟା ଲଗେଇ ମାନେ ଆଚ୍ଛା ଗୋଟେ ମିନିଟ୍, ଲମ୍ବା ମୋଟା ହେଲେ କଣ ହବ? ଝିଅ ମାନଙ୍କର ବେଶୀ ପସନ୍ଦ ଲମ୍ବା ଆଉ ମୋଟା। ଆଚ୍ଛା ଏମିତି କି? ତମର ପସନ୍ଦ ନୁହଁ କି? ମୁଁ ତ ସେମିତି କେବେ କରିନି ନା, ଲମ୍ବା ମୋଟା ଛୋଟ ବଡ। ମୁଁ କେମିତି ଜାଣିବି କୋଉଟା ଭଲ କୋଉଟା ଖରାପ? ନାଇଁ ମତେ ଗୋଟେ କଥା କହିବ, ସେଇଟା ଭଲସେ ଦେଖିଛ? ସାଇଜ ଏବେ ଠିକ ଅଛି ନା ନାଇଁ? ମୁଁ କେମିତି ଜାଣିବି? ମୁଁ କେମିତି ଜାଣିବି ଠିକ ଅଛି କି କମ ଅଛି କି ଅଧିକା ଅଛି? ମୁଁ କେମିତି ଜାଣିବି କହିଲ? ମୁଁ ତ ରେସ୍ପନ୍ସ ଅଧିକ ଜାଣିବି ନା। ପୁରେଇଲେ ଜାଣିପାରନ୍ତ। ଆଚ୍ଛା, ପୁରେଇଲେ ଜଣା ପଡିବ ନା? ତମ ଅଠି ପୁରେଇଲେ ଜାଣିପାରନ୍ତ। ଏ ମା, କଣ କହୁଛ ତମେ? କେବେ ନେଇନ ନା? ନା। ଦୁଇ ତିନି ଥର ଖଣ୍ଡେ ହେଇଛି ଯେ। ଆଚ୍ଛା, କାହାକୁ କାହାକୁ କରିଛ? ମୋର ଗୋଟେ ମାନେ ଗାର୍ଲଫ୍ରେଣ୍ଡ ଥିଲା, ତାର ମ୍ୟାରେଜ ହେଇଯାଇଛି। ତାକୁ ଦିଥର ଖଣ୍ଡେ, ଆଉ ଏମିତି ଫେସବୁକ ରୁ ଏ ଆଇଡି ରେନି ସେଟିଂ ହେଇକିରି କଟକର ଗୋଟେ ସୋନାଲିସା ସେଠୀ ବୋଲି ଗୋଟେ ଝିଅଟା, କଟକର, ତା ହଉଛି 3 ଥର। ଆଉ ଗୋଟେ ଭାଉଜ ହବ। ହଁ କଣ? ହଁ ଏବେ ଠିକ କୁହ, ଏବେ କୁହ। ମୁଁ କହିଲି କେମିତି କଣ କର, ମତେ ଫାଷ୍ଟ ଲାଷ୍ଟ ଟିକେ ବର୍ଣ୍ଣନା କରି କହ, ମୁଁ ଶୁଣେ। ଯୋଉ କାହା କଥା କହିବି, ସେ ଭାଉଜ ନା ସେଇ ଝିଅ? ଭାଉଜ କଥା ଆଗେ କହ। ହଁ, ସେ ଭାଉଜ ଆକ୍ଚୁଆଲି ସେଇଟା ବହୁତ ଦିନ ହେଇଗଲାଣି, ମାନେ 2018 ମସିହାର କଥା ଏଇଟା। ଆଚ୍ଛା। ମୁଁ ସେତେବେଳେ ୟୁରେକା ପକ୍ସରେ କାମ କରୁଥିଲି ଭୁବନେଶ୍ୱରରେ, ହେଲା। ୟୁରେକା ପକ୍ସରେ କାମ କରୁଥିଲି, ତ ସେଥିରେ ଆମର କଣ ଥିଲା କି, ମାନେ ଡୋର ଟୁ ଡୋର ସର୍ଭିସ ଥିଲା। ଆକ୍ୱାଗାର୍ଡ ଭାକ୍ୟୁମ କ୍ଲିନର ଯୋଉ ବିକ୍ରି ହୁଏ, ଆମେ ମାନେ ଡେମୋ ଦେଖିବା ପାଇଁ ଘରକୁ ଯିବା ପାଇଁ ପଡେ, ହେଲା। ତ ସେମିତି ମୋ ଷ୍ଟଲ ପଡିଥିଲା 8 ନମ୍ବର ଯୋଉ ମାର୍କେଟ, ସେଇଠି ଷ୍ଟଲ ପଡିଥିଲା। ତ ଗୋଟେ ବଡ ଆପାର୍ଟମେଣ୍ଟ, ଏଇ ଯୋଉ ସୁନ୍ଦରପଦା ହାଇଟେକ ଆପାର୍ଟମେଣ୍ଟରେ ଗୋଟେ ମ୍ୟାଡାମ ଟା ରହୁଛି। ଆଉ ସିଏ ସେଠିକି ତାର ମାର୍କେଟିଂ କରିବା ପାଇଁ ଆସିଥିଲା ରିଲାଏନ୍ସ ଫ୍ରେଶ କୁ, ହେଲା। ତ ସେଇଠି ଦେଖିଲା ଭ୍ୟାକ୍ୟୁମ କ୍ଲିନର, ତାପରେ ହଉଛି ମତେ କହିଲା ଆପଣଙ୍କ ନମ୍ବର ଦିଅନ୍ତୁ, ଆଉ ମୋର ଭ୍ୟାକ୍ୟୁମ କ୍ଲିନର ଟା ଟିକେ ଡେମୋ ଦେଖିବାର ଅଛି, ଯଦି ଭଲ ଲାଗିଲା ମୁଁ ହଉଛି ପରଚେଜ କରିବି। ତାପରେ ମୋ ନମ୍ବର, ଆମର ତ ସେମିତି ଠିକ ସେଇଟା ସିଷ୍ଟମ ନା, ନମ୍ବର ଦିଆ ହୁଏ। ସେଦିନ ଥାଏ ଶୁକ୍ରବାର, ସେ ନମ୍ବର ନେଇଗଲା। ଶନିବାର ଦିନ ସନ୍ଧ୍ୟା ଇଭିନିଂ ଆମର ଫୋନ କଲା, ଆଉ କାଲି ସଣ୍ଡେ ଅଛି, ଆଉ ତମେ କେତେବେଳକୁ ଆସିପାରିବ କୁହ, ଡେମୋ ମେସିନ ଟା ନେଇକି, ଆଉ ମୁଁ ଘରେ ରହିବି। ମାନେ ସେ ଗୋଟେ କୋଉଠି ବୋଧେ ଜବ କରୁଛି, ଆଉ ତା ହଜବେଣ୍ଡ ଦୁବାଇରେ, ହେଲା। ଆଉ ସିଏ ଭୁବନେଶ୍ୱରରେ କୋଉଠି ଗୋଟେ ଜବ କରୁଛି, ଆଉ ତା ହଜବେଣ୍ଡ ଦୁବାଇରେ। ତ ଇଏ ଏଠି ରହୁଛି, ସିଏ ସେଠି ରହୁଛି, କିନ୍ତୁ ଫ୍ଲାଟ ପୁରା କିଣି ଦେଇଛନ୍ତି, ବଡ ଫ୍ଲାଟ ହାଇଟେକ ଆପାର୍ଟମେଣ୍ଟରେ, ହେଲା। ଆଉ ଦେଇକି ହଉଛି, ମୁଁ କହିଲି ଆପଣ ମ୍ୟାଡାମ ଯୋଉ ସମୟରେ ଆପଣ ଟାଇମ ଦେବେ, ଆମେ ସେଇ ଟାଇମ ରେ ଯିବୁ, ଆପଣ କୁହନ୍ତୁ। ତାପରେ ଏମିତି କହିଲି, ବେଳକୁ ସେ କହୁଛି ଆମେ ମାନେ କେତେ ଜଣ ଆସିବ କି? ମୁଁ କହିଲି ଆମେ ମାନେ ଆମର ମୁଁ ଟିମ୍ କଥା କହୁଛି। ହଁ, ତ ଆପଣ ଯୋଉ ଟାଇମ ରେ କହିବେ ମୁଁ ସେଇ ଟାଇମ ରେ ଯିବି। ତାପରେ ହଉଛି ହଉ ତମେ ଗୋଟେ କାମ କର, ତମେ 11ଟା ବେଳକୁ ପଳେଇ ଆସ। ତାପରେ
ଆମର ବି ଗୋଟେ ଡେମୋ ଦେଖେଇଲେ ଗୋଟେ ପରଚେଜ ହେଲେ ଯେ କିନା ଦି ପଇସା ମିଳିବ। ତାପରେ ମୁଁ ସେପଟୁ ସକାଳୁ ବାହାରିକି ସବୁ କାମ ସାରିକିରି 11:45 ଭିତରେ ମୁଁ ପହଞ୍ଚିଗଲି ତାଙ୍କର ଆପାର୍ଟମେଣ୍ଟକୁ ହାଇଟେକକୁ। ତ ସେଠି ତ ଖାଲି ତ ଛାଡିବେନି ନା, ତ ମୁଁ ସିକ୍ୟୁରିଟି କି କହିଲି ଆଉ ସେ ସନ୍ଧ୍ୟା ମ୍ୟାଡାମ ସିଏ ହେଲା, ସନ୍ଧ୍ୟା ରାଣୀ ବେହେରା ନା କଣ ତା ନାଁ ଟା। ସନ୍ଧ୍ୟା ମ୍ୟାଡାମଙ୍କ ପାଖକୁ ଯିବାର ଅଛି, ଡେମୋ ଦେଖିବାର ଅଛି, ମୁଁ ୟୁରେକା ବହୁତ ଆସିଛି କହିଲି ବେଳକୁ ସେ ତାଙ୍କର ସେଠିକି ତା ଫୋନ ଲଗେଇଲା ସେ ମ୍ୟାଡାମ ପାଖକୁ। ସେ କହିଲା ହଁ ହଁ ତାକୁ ଛାଡିଦିଅ ବୋଲି। ତାପରେ ସେମାନେ 6 ନମ୍ବର ଫ୍ଲୋରରେ ରହୁଥାନ୍ତି, 603 ତାଙ୍କ ଘର ନମ୍ବର ହେଲା। ଦେଇକି ମତେ ସବୁ ଆଡ୍ରେସ ଦେଇ ଦେଇଥିଲେ, ମୁଁ ଲିଫ୍ଟ ମାରିକି ପଳେଇଲି 603 ରେ। ଯେମିତି ସେଦିନ କିନ୍ତୁ ଯୋଉ ଆସିଥିଲା ପୁରା ଶାଢୀ ଫାଢୀ ପିନ୍ଧିକିରି ପୁରା ଆସିଥିଲା ହେଲା। ଆଉ ଦେଖିବା ପାଇଁ ପୁରା ମାନେ ପୁରା ଟପ୍ ହେଲା। ଦେଇକି ସେ କଲିଂ ବେଲ ମାରି ଦେଇଛି ଯାଇକିରି। ସେତେବେଳକୁ ସେ କଣ କରୁଛି ନା ଗୋଟେ ମାନେ ସର୍ଟ ପ୍ୟାଣ୍ଟ ପୁରା ମାନେ ଜଙ୍ଘରୁ ଉପରକୁ ଯୋଉ ପ୍ୟାଣ୍ଟ, ସର୍ଟ ପ୍ୟାଣ୍ଟ ପିନ୍ଧିଛି, ଆଉ ମାନେ ଇନର ଗୋଟେ ପିନ୍ଧିଛି, ମାନେ ଦୁଧ ଫାଳେ ଫାଳେ ଦେଖାଯାଉଛି ହେଲା। ତାପରେ ସେମିତି ହେଇକି ମୁଁ ହଠାତ୍ ଦେଖିଦେଲି ବେଳକୁ ମୁଁ କହିଲି ମ୍ୟାଡାମ ସନ୍ଧ୍ୟା ମ୍ୟାଡାମ ଘରେ ଅଛନ୍ତି? ଆରେ ମୁଁ ବା ଜାଣିପାରୁନ କି କହିଲା। ମୁଁ ବା ଜାଣିପାରୁନ କି କହିଲା। ଦେଖିଲି ମ୍ୟାଡାମ ସେଦିନ ଶାଢୀ ପିନ୍ଧିଥିଲା ତ, ଆଉ ଆଜି ଏଇ ମାନେ ଡ୍ରେସ ରେ ଟିକେ ମୁଁ କନଫ୍ୟୁଜ ହେଇଗଲି। ହଁ ଏଇ ଡ୍ରେସ ରେ କଣ ଭଲ ଲାଗୁନି କି? ନାଇଁ ମାନେ ସେଇଟା ନାଇଁ, ସେଇଟା ତ ଆପଣ ଘରେ ଅଛନ୍ତି ପିନ୍ଧି ଦଉଛନ୍ତି ଚଳିବ। ଦେଖିକି ମୁଁ କହିଲି ଆଉ ହଉ ମ୍ୟାଡାମ ଏବେ ଡେମୋଟା ଦେଖି ଦିଅନ୍ତୁ, ତାହେଲେ ମୋର ଆଉ ବହୁତ ଡେମୋ ଅଛି। ଆଉ ଭିତରକୁ ଆସୁନ କହିଲା। ଭିତରକୁ ଗଲା, ଭିତରକୁ ପଳେଇଲି। ତାପରେ ହଉଛି ତମେ ଏଠି ଟିକେ ବସ, ମୁଁ ଟିକେ ଚା ଫା କରେ ତାପରେ ଡେମୋ। ନାଇଁ ମ୍ୟାଡାମ ଚା ପିଇବା ପାଇଁ ମୋର ଟାଇମ ନାହିଁ, ଆପଣ ଡେମୋ ଜଲ୍ଦି ଦେଖି ଦିଅନ୍ତୁ। ଆଉ ହଉଛି ଏଟା ସାରିଲେ ପୁଣି ମୋର ଆହୁରି 3-4ଟା ଡେମୋ ଅଛି। ଆଜି ସଣ୍ଡେ ଅଛି, ଯାହା ବେପାର ଆଜି ହିଁ ହବ। ଆଉ ଆଜି ଯାହା ଡେମୋ ଦେବୁ ସେଇଠୁ 2-4ଟା ସେଲ୍ ହେଲେ ଆମ ମାସ ଯାକର ପଇସା ମିଳିବ। ଆଉ ଚା ପିଇକି ଯଦି ମୁଁ ରହିଯିବି ମ୍ୟାଡାମ ମୋର ବହୁତ ଟାଇମ ୱେଷ୍ଟ ହେଇଯିବ। କହିଲି ବେଳକୁ ହଉ ଚାହା ପିଇବନି ଠିକ ଅଛି, ଟିକେ ବସ ମୁଁ ଆସେ। ହଉ ଠିକ ଅଛି ମ୍ୟାଡାମ, ବସିଛି ସୋଫାରେ। ଦେଇକିରି ଆସିଲା ଆଉ ଥରେ, ସେଆଡୁ କଣ ବୁଲି ବୁଲାକିରି ଆସିଲା। ଦେଖି ମୁଁ କହିଲି ଆଜି ତ ସଣ୍ଡେ ମ୍ୟାଡାମ, ସାର୍ ବି ତ ଘରେ ଥିବେ, ଡାକି ଦଉନାହାନ୍ତି, ଏକା ବେଳେ ସାର୍ ବି ଦେଖିଦେବେ। ଆରେ ସାର୍ କଣ ଏଇଠି ରୁହନ୍ତି, ସାର୍ ବା ଦୁବାଇରେ। ଆଉ କେତେ ବଡ ପୁରା ମୌକା ମିଳିଗଲା। ହଁ ତାପରେ ଦେଇକି ସାର୍ ବା ଦୁବାଇରେ, ଆଉ ତାହେଲେ ଆପଣ କଣ ଏତେ ବଡ ଘରେ ଏଇଠି ପୁରା ଏକା ରହୁଛନ୍ତି? ହଁ ମୁଁ ଏକା ରହୁଛି, କଣ ହେଲା କି? ଆରେ ଆଉ ସାର୍ ରହୁଛନ୍ତି ଦୁବାଇରେ, ଆପଣ ଏଠି ପୁଣି ମାର୍କେଟିଂ ଅଛି, ଚଳିବା କେମିତି କଣ କରୁଛନ୍ତି? ମୁଁ ନିଜେ ତ ଜବ୍ କରୁଛି, ଆଉ ସେଇଥିପାଇଁ ତ ଅଡୁଆ। ସାର୍ ରହିଲେ ସେଠି ଜବ୍ କରୁଛନ୍ତି ସାର୍, ମୁଁ ରହିଲି ଏଠି ଜବ୍ କରୁଛି, ଆଉ ଏକାଠି ଆଉ କୋଉଠି ରହିପାରିଲୁ? ସେମିତି କିଛି ପ୍ରୋବ୍ଲେମ ନାହିଁ, ଏକା ରହିଯାଉଛି। ତାପରେ ମୁଁ କହୁଛି ହଉ ଡେମୋ ପରେ ଦେଖିବା, ନିଜେ ବସିକି କଥା ହବା ଆଉ କହିଲା ହେଲା। ମୁଁ ଯୋଉ ସୋଫାରେ ବସିଥିଲି ସେଇ ସୋଫା ପାଖରେ ମୋ ପାଖରେ ପୁରା ଆସିକି ବସିଲା, ପୁରା ଲାଗିକି ବସିଲା। ଦେଖି ତା ହାତଟା ଧରିକି ମୋ ଜଙ୍ଘ ଉପରେ ଘଷି ଘଷି କଥା ହେଲା। ଆଉ ଆକ୍ଚୁଆଲି ହ୍ୟାଣ୍ଡସମ୍ ଲାଗୁଛ, ଆଉ ଏମିତି କଥା ପକେଇଲା। ଆଉ ଆକ୍ଚୁଆଲି ତମ ଜିନିଷଟା ମୁଁ ଡେମୋ ନ ଦେଖେଇଲେ ମୁଁ ନେଇଯିବି, କିନ୍ତୁ ତମକୁ ଡାକିବାର କାରଣ ହଉଛି ଏଇଆ, ମୋ ହଜବେଣ୍ଡ 3 ମାସ ହେଲାଣି ଘରକୁ ଆସିନାହାନ୍ତି, ମୋର ଟିକେ ଦରକାର, ଶାନ୍ତି କରିପାରିବ, ଡାଇରେକ୍ଟ କହିଲା ହେଲା। ମ୍ୟାଡାମ ବୁଝିପାରିଲେନି? କହିଲେ ବାବୁ ବୁଝିବା କଣ ଦରକାର, ମୁଁ ଏକାଥରେ ବୁଝେଇ ଦଉଛି। ମୋର ହାତଟାକୁ ନେଇକି ତା ଦୁଧରେ ଧରେଇଦେଲା ହେଲା ଡାଇରେକ୍ଟ। ମୋ ହାତଟାକୁ ଟାଣି ନେଇକି ତା ଦୁଧରେ ଧରେଇଦେଲା। ହଁ ତାପରେ ମୁଁ କହିଲି ମ୍ୟାଡାମ ଏମିତି କଣ ଠିକ ଅଛି, ହଉ ଉପରୁ ଭଲ ଲାଗିଲାନି, ହଉ ଠିକ ଅଛି ତାକୁ ଟେକିଦେଲା ହେଲା। ଟେକିଦେଲା, ପୁରା ଦୁଧ ବାହାରି ପଡିଲା। ମୋ ମୁହଁଟାକୁ ନେଇକି ସିଧା ଦୁଧରେ ଦବେଇଦେଲା ଟାଣି ଦେଇକି। ଆଉ ଏତେ ଫେସିଲିଟି ମିଳିଲା ପରେ ଆଉ କଣ ମାନେ ରହି ହବ କି କହିଲ? ରହିଲାନି। ତାପରେ ମାନେ ସତରେ କଣ ଆପଣ ଚାହୁଁଛନ୍ତି ସେକ୍ସ କରିବା ପାଇଁ? କହିଲି ଆରେ ବାବା ସତ, ସେତିକି ପାଇଁ ହିଁ ତମକୁ ଡାକିଛି। ଆଉ ଏଇଠି ଦେଖିଲି ଯେ ଏମିତିରେ କେହି ଡାଉଟ ବି କରିବେ ନାହିଁ, ତମେ ଡେମୋ ଦେଖିବା ପାଇଁ ଆସିଛ ବୋଲି ଭାବିବେ ସିକ୍ୟୁରିଟି ସବୁ। ଆଉ ଡେମୋ କିଛି ଦେଖେଇବା ନାହିଁ, ମତେ ଟିକେ ଶାନ୍ତି କରିକି ଯାଅ ହେଲା। ହ୍ୟାଲୋ, ଶୁଣୁଛ ତ?
देखिए शांति करके जाओ तापर मत बेडरूम को नहीं गला है तार बेडरूम को देखिए मैडम गोटे काम कर बेडरूम लाइट रे हेले मजा लगे डोर लॉक कर दियंतु और घर टाको अंधार कर दियंतु जीरो पावर लाइट दियंतु कहले कि समय कहलो कौन भाई हेलो कौन भाई कार जदी आगु से सेटिंग करके कैमरा लगई थी रिकॉर्ड हे जीवो हले मते ब्लैकमेलिंग करिवो ना। अच्छा रे बाबा अच्छा अच्छा तो तेणु करी मत कहली लाइट रे मैडम मजा लागबनी आ जोश आसीबनी किछि घरटा टिके डार्क हेबा दरकार आ स्लो लाइट हेले चलिबो। अच्छा जीरो पावर बल्ब पूरा स्लो जलते जीरो पावर बल्ब लगे लाइट टा ऑफ कर सारा तापर मु रूम भीतर को गली है रूम भीतर को पसिकरी मु निजे डोर टाको लॉक कर देली लॉक कर देली रूम भीतर को जेंती कहि जाय कि तलर हटमेंट टा कुछ खोल देला संगे संगे निजे माने पूरा ओपन पूरा लंगड़ा है पूरा लंगड़ा मु देखली जदी मु जींस पैंट टा पिनथली जींस पैंट रे तो भल से करी होबनी ना मु जींस पैंट टा खोल देली आ ऊपर शर्ट टा खोल देली खाली चड्डीटा गंजी टा पिनथाई तापरे दूध पूरा चिपी पूरा चिपमा पूरा माने तार दूध प्राय 34 है मजा भी लगुता है चिपिबा धूम चिपिली चुचिली कामुली कमुड़ा दाग करनी दूधर पूरा है मत कहती बापरे तुम एत हट बोली मुझे जानी नी कहूँ एबे किसी है नहीं मैडम जो पशो से जानवे कहले रही पारे जल्दी कर माने मो साबल ठिया हो कहली ठिया कहली सी कौन कला ठिया होनी देखिया कहला देखिया पार्टी पूरे पका सीधा पार्टी पूरे देला है डायरेक्ट हाँ मो भांडा सब पूरा पार्टी पूरे देला पार्टी पूरे हलेला पूरा टाइट हो गला तापर ये मु कहली आ मैडम कंडम गोटे दिखाँ कंडम कि दरकार नहीं तो सेमती कर मोर किसी हेनी मुझे आगुरी से प्रोटेक्शन नहीं जाइए पिला मैंने से 72 घंटा ना के जो टैबलेट नहीं अच्छा से टैबलेट से खाई देछि ऑलरेडी है नाउ से टैबलेट खाई देछि तापर मु पूरा हिट हो गली आ हिट मो भांडा पूरा ठिया ठिया मैंने चलेली गाड़ी चलेली जदि माने बहुत दिन करथिल नहीं पूरा बिजोर रेडी हो किरथिला माने 7-8 मिनिट से बाहरी गला है अच्छा बाहरी गला कि मते शांति लगता नहीं भांडा ठिया है देखिरी मैं कहली मैडम आपन को शांति हो गला कि कहली बड़ू ना मोर आहरी दरकार कहला बड़ू मु आरे टिके मैडम ताले वाशरूम देखा वाशरूम टिके आसे आपन धांद कहली तार से तांगर बेडरूम लागी वाशरूम अछि वाशरूम गली भांडा वाशे धोई देली अथरे है धोई देली धोई देखी आसिक माने सी एते हट झीटा जो देखला भांडा ठिया धरवा तो दूर कथा है देखो ना देखो हाँ मैंने देखला माने ऑटोमेटिक भांडा ठिया देखी बेड को आसिली आउ टिके चिपचिपा देଥାଏ आउ तर बेड सेकेंड थरटा करली मिनिमम 35-40 मिनिट खंडे है 35-40 मिनिट जमा बाहर सागे सागे बाहर ऊपर कौन बाहर होगी अच्छा जमा बाहर मु भी पूरा हालिया है गली मु भी और सी पूरा खाली पूरा माने से धइसई हे वाला पूरा है मैडम ने पूरा हालिया है गली आ करबी ना छाड़ देई करियो तम मन जते शांति होची कर मोर किछि हेई नै कहला है और को करली से 45 मिनिट पाखा पाखरे जेकरी बाहरला बीजो बाहरला तापर मु कहले आ मैडम होबो नै कंटिन्यू दुई गला होबो तो 45 मिनिट पेलवाटा सहज कथा की अच्छा बहुत हले ना देखिए आउ मैडम हम नहीं थकी गले तापर मत से कहला गोटे काम कर तुम भांडटा बहुत सुंदर है आउ टिके जब मोटा लंबा कर आहरी शांति मिल अच्छा सी सही से कहला है निजे मु कहले भांडे आप शांति नुहति मैडम ना कहले ना आज तुम जो खुशी मत देल मो हजबैंड बाहर गोटे दिन भी से खुशी मत हजबैंड देनी कहला देखी तुमर मेसीन बिक्री है जान तुम मेसीन मुझे आनी पहुंचे दब जो दिन आनी पहुंचे दब से दिन गोटे लोड मारिकी जीव कहला है मारिकी जीव पैसा नहीं जीव मारिकी जीव कहला
ଦେଇକି ହଁ ମୁଁ ଆଉ ଜଣେ ଅଫର ଦଉଛି କାହିଁକି ଛାଡିବ ମୁଁ ମାଲଟା ଇଆଡେ ମସ୍ତ ହେଲା ଦେଇକି ଏମିତି ଇଏ ସେଦିନ ଗୋଟେ ଥର ହେଇଗଲା। ଆଉ ଦିନେ ଯୋଉ ଇଏ ନେଇକି ଗଲି ମେସିନ ଟା ନେଇକି ତା ପରଦିନ ଗଲି ସକାଳୁ ସେଦିନ ଆଉ ଗୋଟେ ଥର ମାରିଦେଲି ହେଲା। ତାପରେ ମୁଁ କହିଲି ମ୍ୟାଡାମ ସବୁବେଳେ ତ ଆସି ହବନି ସିକ୍ୟୁରିଟି ମାନେ ଡାଉଟ୍ କରିବେ ମୁଁ ଗୋଟେ ଦିନ ଆପଣଙ୍କ ରୁମକୁ ହିଁ ଆସିବି ଆଉ ଇଆଡେ ଆପଣ ଏକା ରହୁଛନ୍ତି ଆସି ହବନି। ତାପରେ ହଉ କିଛି ଦିନ ଯାଉ ମୁଁ ଆଉଥରେ କଲ୍ କରିବି କହିଲା ହେଲା। ଦେଖିରି ସିଏ ମଜା ତ ପାଇଯାଇଛି ନା ସିଏ ଆଉ କଣ ରହିପାରୁଛି କି ମତେ ରାତିରେ ଫୋନ କରିବ ହେଲା। ରାତିରେ ଫୋନ କରିବ ଦେଖି ଭିଡିଓ କଲରେ ବିୟା ଦେଖିବ ଦେଖିବ ମୁଁ ଆଉ ରହିପାରୁନି କଣ କରିବି ଇଏ କର ଭିଡିଓ କଲରେ ହେଲା। ଦେଖି ହଉଛି ଲାଷ୍ଟରେ ରହିପାରିଲାନି ନିଜେ ହୋଟେଲ ବୁକ୍ କଲା। ହଁ ତା ଘରେ ହବନି ବୋଲି ନିଜେ ହୋଟେଲ ବୁକ୍ କଲା। ହୋଟେଲରେ ମୁଁ ଯାଉଛି ଟିକେ ଖାଇବା ଟାଇମ ହେଇଗଲାଣି ହେଲା। ଆଉ ହୋଟେଲ ବୁକ୍ ରେ ହୋଟେଲ ର କାହାଣୀ କଣ କଣ କେମିତି ଖେଳ କଲ ସେଇଟା ଆଉ ଥରେ କହିବ ହେଲା ଯଦି ହଁ ବନ୍ଧୁଗଣ ଆଜିର ଏଇ କାହାଣୀ ଯଦି ଆପଣଙ୍କୁ ଭଲ ଲାଗିଥିବ ତାହେଲେ କମେଣ୍ଟ ବକ୍ସରେ ଲେଖି ନିଶ୍ଚୟ ଜଣାଇବେ ଯାହାଦ୍ୱାରା କି ମୁଁ ଏହାର ପାର୍ଟ 2 ଖୁବ୍ ଜଲ୍ଦି ନେଇକି ଆସିବି। ଧନ୍ୟବାଦ।